ଗୋଟେ ପାଟି ଫାଟି କରବେ ଭାରି ବିରକ୍ତ ଲାଗିଲାଣି। ତୁ ତ ଆଇଁଷ ଫାଇଁଷ କିଛି ଖାଉନ ପାଟି କଣ ହବ ଛେନା ଗୁଡ? ଏଇ ଯୋଉ ଗନ୍ଦି ସୋଚ ତମ ମାନଙ୍କର ସବୁ ଅଛି ଏଇଟା ମତେ ବହୁତ ଘୃଣା ଲାଗେ। ସରି ସରି ଆଇଁଷ ମାନେ ଗୋଟେ ଜୀବ ହତ୍ୟା କରିବ ଖାଇବ ମାରି ଗୋଟେ ଜୀବକୁ କେତେ କଷ୍ଟ ଦେଇକି ତମେ ଖାଉଛ। ସହଜରେ ଶ୍ରାବଣ ମାସ ଚାଲିଛି, ଶ୍ରାବଣ ମାସରେ ମୁଁ ତ ଜାଣିଛୁ ଜୀବ ହତ୍ୟା କଲେ ମତେ ମୋ ଦେହରେ ଯାଉନି। ସାଧା ଉପରେ କଣ ହେଇପାରିବନି ପାଟି? ସାଧା ଉପରେ ତୁ ଏଇନାକା ଶ୍ରାବଣ ମାସ ତୋର ଚାଲିଛି ଜୀବ ହତ୍ୟା, ତୁ ଏମିତି ଜୀବ ହତ୍ୟା ଭାବୁଛୁ? ଆମର ଗନ୍ଧିସ ଆରେ ତୁ ବା କାଲି ସକାଳେ ଶ୍ରାବଣ ମାସ ହଉନଥିଲା, ତୁ ବା କାଲି ସକାଳେ ଆଇଁଷ ଶୁଖୁଆ ପୋଡିକିନା ଭାତ ଖାଇଦଉଛୁ। ମୁଣ୍ଡି ଗଡିଶ ଆଣିକିନା ତୁ ବା ପୋଡିକିନା ଖାଉ। ତୋରା ଆଇଁଷ ନହେଲେ ତୋ ପେଟକୁ ଭାତ ଯିବନି, ତ ଭାତ ଶୁଣିବେ ତୁ ଏତେ ଜୋର କହୁଛୁ, ମୁଁ ଗୋଟେ କହିଦେଲି କହିଦେଲୁ ତୁ ଆଉ ସେତେବେଳକୁ ଆଉ ଜୀବ ହତ୍ୟା ନାଗୁନି। ଆଉ ସେତେବେଳେ ଯୋଉ କୁକୁଡ଼ା ହାଣି ଦଉଛୁ ଲେଗ ପିସ୍ ମୁଁ ଖାଇବି, ସେତେବେଳକୁ ଆଉ ତତେ ଭଲ ଲୋକ ଯାଉଛନ୍ତି, ତୁ ଗୋଟେ ଇଜ୍ଜତ ମତେ ତଳେ ପକେଇବୁ ନା କଣ? ର ଟିକେ ମୁଁ ଗୋଟେ କହିଦେଲି ଶ୍ରାବଣ ମାସରେ ଗୋଟେ ଚିଲେଇ କହିଦେଲି କଣ ଗୋଟେ ଭକ୍ତ, ଲୋକ ଭାବି ଯାଉ ଇଏ ଗୋଟେ ଅତି ଭକ୍ତିଆ ପିଲାଟା। ଜି ଟିଭି ସତ କହିଲା।